ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ଜାମଶଳା ଘାଟରେ ବିପଦ ସଂକେତ ଟପିଛି। ବ୍ରାହ୍ମଣୀ ପାନପୋଷ ପାଖରେ ବିପଦ ସଂକେତ ନିକଟତର ହୋଇଥିବା ବେଳେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ 3ଟି ପର୍ଯ୍ୟାୟରେ 12ଟି ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସିତ ହେଉଛି। ଶନିବାର ରାତି 9ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 621.33 ଫୁଟକୁ ପହଞ୍ଚିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଭାଲୁମୁଣ୍ଡାଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଏସ୍ଆଇଙ୍କ ମୃତ୍ୟୁ। ମୃତ ଏସ୍ଆଇ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପତବେଡ଼ା ଗ୍ରାମର ମାନନ୍ତ ସିଂ ହୋଇଥିବା ବେଳେ ସେ ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଥିଲେ। ଢେଙ୍କାନାଳ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଡିସିଓ ଦାୟିତ୍ୱରେ ଥିବା 2 ଜଣ ଏସ୍ଆଇ ନିଲମ୍ବିତ ହୋଇଛନ୍ତି। ଏସିପି ସୋନକର ଉଭୟ ଏସ୍ଆଇଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଉତ୍କଳ ବିଜୟ ମହାନ୍ତି ଓ ରେସ୍ଲି ନିଞ୍ଜା। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଭକ୍ତ ସାଲବେଗ ନଗର ନିକଟରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତକ ଦିଗିପୁର ଗ୍ରାମର ଏସ୍ ପାପିଆ ହୋଇଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଜବତ କରିବା ସହ ଡ୍ରାଇଭର ଶ୍ରୀନିବାସ ରାଜୁଙ୍କୁ ଅଟକ ରଖି ପଚରାଉଚରା ଜାରି କରିଛି। ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗି ଥାନା ବଡ଼ ନାରାୟଣୀ ଗ୍ରାମ ପଞ୍ଚାୟତର ଦେଓଗାଁ ଗ୍ରାମରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ଦୁର୍ବୃତ୍ତ ଫେରାର। ମହିଳା ଜଣକ ରୋଷେଇ କରୁଥିବା ବେଳେ ଏଭଳି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ। ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ଏବଂ ସ୍ଥାନୀୟ ପୋଲିସର ତଦନ୍ତ ଜାରି। ଜଗତସିଂହପୁର ଜିଲ୍ଲା ପାରାଦୀପର ତାରିଣୀଗଡ଼ାଠାରେ ଏକ ସ୍ପାରେ ବଡ଼ ଧରଣର ସେକ୍ସ ରାକେଟ ଠାବ ହୋଇଛି। ସେକ୍ସ ରାକେଟ ଚାଲୁଥିବା ବେଳେ ପୋଲିସ ଚଢ଼ଉ କରି 9 ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ 4 ଜଣ ଗ୍ରାହକଙ୍କୁ ଗିରଫ କରିଛି। ବେଟିଂ ରାକେଟରେ ସମ୍ପୃକ୍ତ ଥିବା ଅଭିଯୋଗରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି. ବୀରେନ୍ଦ୍ର ସିକ୍କିମରୁ ଗିରଫ। ତାଙ୍କୁ ଗିରଫ କରିବା ପାଇଁ ଇଡି ପକ୍ଷରୁ ସିକ୍କିମ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୋଆର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା ଏବଂ ଚଢ଼ଉ ବେଳେ ତାଙ୍କ ନିକଟରୁ 12 କୋଟି ନଗଦ ଟଙ୍କା, 6 କୋଟିର ସ୍ୱର୍ଣ୍ଣାଳଙ୍କାର, 10 କିଲୋ ରୂପାଳଙ୍କାର ଏବଂ 1 କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ ହୋଇଛି। ଚଳିତ ମାସ 25ରୁ ଆମେରିକାକୁ ଡାକସେବା ବନ୍ଦ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଯେଉଁ 50% ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି ତାହାର ପ୍ରତିବାଦରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡାକ ବିଭାଗ ପକ୍ଷରୁ ସୂଚନା। ଏବଂ କୋରାପୁଟର ଡୁଡୁମା ଜଳପ୍ରପାତରେ ଭାସିଯାଇ ବ୍ରହ୍ମପୁରର ୟୁଟ୍ୟୁବ ବ୍ଲଗର ସାଗର କୁଣ୍ଡୁ ନିଖୋଜ। ଡୁଡୁମା ଜଳପ୍ରପାତ ଉପରେ ସେମାନେ ଡ୍ରୋନ୍ ସାହାଯ୍ୟରେ ଭିଡିଓ ସୁଟିଂ କରୁଥିବା ବେଳେ ଜଳପ୍ରପାତର ଜଳସ୍ତର ହଠାତ୍ ବଢି ଯାଇଥିଲା। ତେବେ ସାଗର ଭାସିଯାଇ 550 ଫୁଟ ତଳକୁ ଖସି ପଡି ପାଣିର ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଥିଲେ।